ଆପଣମାନେ ଦେଖିବାକୁ ପାଇବେ ମେଘା ଯେତେବେଳେ ଆଦ୍ୟାକୁ ଟଙ୍କାର ଅଫର ଦେଖି ଆଦ୍ୟାକୁ ଅଂଶ ଜୀବନରୁ ବାହାର କରିବାକୁ ଚାହୁଁଥିବେ ଏ ସମୟରେ ଆଦ୍ୟା ମଧ୍ୟ ଚାଲାକିର ସହିତ ମେଘାକୁ ଆଉ ପୁରା ପରିବାରକୁ କୁହନ୍ତି ଆପଣ ମୋତେ ଏତେ ଟଙ୍କା ଦେଉଛନ୍ତି ମୁଁ ଅଂଶର ଜୀବନରୁ ଏବେ ବାହାରି ଯିବି। ଆଉ ଏକଥା ଶୁଣି ଅଂଶ ଜମା ବି ବିଶ୍ୱାସ କରିପାରୁନାହାନ୍ତି। ଆଉ ସେ ମନେ ମନେ ଭାବୁଛନ୍ତି ଆଦ୍ୟା ମୋ ସହିତ ଏମିତି କାହିଁକି କରୁଛନ୍ତି। ଆରେ ଆଦ୍ୟା ମୋତେ ବହୁତ ଭଲ ପାଉଥିଲେ ହେଲେ ଏମିତି ଲାଗୁଛି ଟଙ୍କା ପାଇଁ ଆଦ୍ୟା ମୋତେ ନିହାତି ଛାଡ଼ିଦେବେ। ଆଉ ଏ ସମୟରେ ମେଘା କୁହନ୍ତି ଦେଖୁଛୁ ଅଂଶ ଟଙ୍କା ସବୁକିଛି କିଣିପାରେ ଆଉ ଏ ଆଦ୍ୟା ଏତେ ବଡ଼ ଲୋଭେ ଟଙ୍କା ପାଇଁ ସେ ତୋତେ ବି ଭୁଲିଗଲା। ଆଉ ତୁ ମନେ ମନେ ଭାବୁଥିଲୁ ଯେ ଏ ଆଦ୍ୟା କେବଳ ତୋତେ ଭଲ ପାଉଛି। ଆରେ ଅନି ପାଇଁ ଆର ଭଲ ପାଇବା କେବଳ ଗୋଟେ ବାହାନା ଥିଲା। ଆଉ ଯେତେବେଳେ ମୁଁ ତାକୁ ଟଙ୍କାର ଅଭର ସେତେବେଳେ ଆଦ୍ୟା ତୋତେ ଆଉ ଅନିକି ଛାଡ଼ି ଚାଲିଯିବା କଥା କହୁଛି। ଆଉ ଏକଥା ଶୁଣି ଶାଲିନୀ ପୁରା ଡରି ଯାଉଛି। ଆଉ ଶାଲିନୀ ମନେ ମନେ ଭାବୁଛି ଯଦି ଏ ବ୍ଲାଙ୍କ ଚେକ୍ରେ ଆଦ୍ୟା 2 କୋଟି କି 3 କୋଟି ଲେଖିଦେବ ତାହେଲେ ଆମେ ତ ଦାଣ୍ଡରେ ଭିକାରୀ ହେଇଯିବା। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ଆଦ୍ୟା କ'ଣ ସତରେ ସେ ବ୍ଲାଙ୍କ ଚେକ୍ରେ କିଛି ଟଙ୍କା ଲେଖିବ ନା ଆଦ୍ୟାର ଅନ୍ୟ କିଛି ଉଦ୍ଦେଶ୍ୟ ଅଛି।